नमस्कार मुझे प्रदीप डी माझी आपण स्वागत करूचे आमर गरुड प्रोडक्शन्स यूट्यूब चैनल के आज आम आसिक पहुँचे प्रसिद्ध शैवपीठ बेलखंडी तो आपण मैंने जी बेलखंडी आसपास चाहूँ आलीपटना में बलांगीर रास्ता 50 किलोमीटर आसले पड़वा ओमार छक और ओमार छक गोरा डुगरा आड़े आसबे जी आप से रास्तार 5 किलोमीटर बोले पड़वा गोटे छक आउ फिर 9 किलोमीटर आप उत्तर दिख के आसबे बोले से पड़वा बेलखंडी। ଆଜ୍ଞା ଆପଣଙ୍କର ପରିଚୟ ଟିକେ ଦେବେ ସାର୍। ମୋ ନାଁ ହେଉଛି ପ୍ରଶାନ୍ତ କୁମାର ସିଂ। ଆଜ୍ଞା ଆଉ କିନ୍ତୁ ମୋତେ ସମସ୍ତେ ମଣ୍ଟୁ ମଣ୍ଟୁ ବୋଲି ଡାକନ୍ତି। ଆଜ୍ଞା ତ ଏ ମନ୍ଦିର ବିଷୟରେ ଟିକେ କହିବେ ସାର୍। ମନ୍ଦିରଟା ହେଉଛି ବହୁତ ପ୍ରାଚୀନ ମନ୍ଦିର। ଆମର ଯେତେବେଳେ କଳାହାଣ୍ଡିରେ ଗଙ୍ଗବଂଶ ରାଜୁତି ଥିଲା, ଆମେ ଶୁଣିଲେ ଆମ ପାଖରେ ତ ରିଟିନ୍ କିଛି ଡକୁମେଣ୍ଟ ନାହିଁ, କିନ୍ତୁ ଆମେ ଲୋକଙ୍କ ଠାରୁ ଶୁଣିଛୁ ଯେ ଆଗରୁ ଏଠି ଗଙ୍ଗବଂଶମାନଙ୍କ ରାଜୁତି ସମୟରେ ଏ ମନ୍ଦିରଟା ପ୍ରତିଷ୍ଠା ହେଇଥିଲା। କିନ୍ତୁ ମୋର ଧାରଣା ଯେହେତୁ ଏଇଟା ପଥରର ମନ୍ଦିର ପୂର୍ବରୁ ଥିଲା, ଯେହେତୁ ନାଇଁ ତାର ଭଗ୍ନାବଶେଷ ପଡ଼ିକି ରହିଛି, ଏଠାରେ ପ୍ରସ୍ତର ଯୁଗର ଆରମ୍ଭ ସମୟରେ ଏଇ ମନ୍ଦିରର ଷ୍ଟାର୍ଟିଂ ହେଇଛି। ଆଉ କିନ୍ତୁ କିଛି ସମୟ ପାଇଁ ମନ୍ଦିର ବୋଧେ କୌଣସି କାରଣବଶତଃ ଭାଙ୍ଗି ଯାଇଛି। ଭାଙ୍ଗିଗଲା ପରେ ତାପରେ କଳାହାଣ୍ଡି ମହାରାଜ ସେ ସମୟରେ ଏ ନୂତନ ମନ୍ଦିରଟାକୁ ଇଟାରେ ତିଆରି କରିଛି। ଆଚ୍ଛା ସେ ଇଟାରେ କି ଗୋଟେ ଗୋଟେ ହେଉଛି ତାର ଦୈର୍ଘ୍ୟ ହେଉଛି 1 ଫୁଟ ଆଉ ପ୍ରସ୍ତ 1 ଫୁଟ। ଆଉ ମୋଟା ହେଉଛି 6 ଇଞ୍ଚ। ସେମିତି ଟାଇପ୍ର ଇଟାରେ ଏ ମନ୍ଦିରଟା ତିଆରି ହେଇଛି। ଆଜ୍ଞା ଏ ମନ୍ଦିରଟା ଅନ୍ୟ ମନ୍ଦିର ଠାରୁ କାଣା ସ୍ୱତନ୍ତ୍ର? ଏ ମନ୍ଦିରଟା ହେଉଛି ଅନ୍ୟ ଶିବାଳୟ ଅପେକ୍ଷା ଆମର ଯାହା ଧାରଣା ଏଠି ଏଇଟା ହେଉଛି ମାନସିକ ମନ୍ଦିର। ଆଜ୍ଞା ଆଉ ଆପଣ ତ ଆଜି ଦେଖୁଛନ୍ତି ଯେ ବହୁତ ଭିଡ଼ ହେଇছে, ଜଳାଭିଷେକ ହେଉଛି। ମାନସିକ ମାନଙ୍କର ମାନସିକ ଏଇନା ବହୁତ ପୂରଣ ହେଉଛି, ସେଥିଲାଗି ଅନ୍ୟ ମନ୍ଦିର ଠାରୁ ଏ ମନ୍ଦିର ଭାରି ସ୍ୱତନ୍ତ୍ର। ତ ଆଉ ଟିକେ କାଣା କଲେ ମନ୍ଦିର ଟିକେ ଆଉ ଟିକେ ଭଲ ହେତା ଲୋକମାନଙ୍କୁ ସୁବିଧା ହେତା ବୋଲିକିନା ଆପଣ ଭାବୁଛନ୍ତି ସାର୍? ଦେଖନ୍ତୁ ବର୍ତ୍ତମାନ ତ ଆଗରୁ ଗମନାଗମନର ଅସୁବିଧା ଥିଲା, ଆଜ୍ଞା କିନ୍ତୁ ବର୍ତ୍ତମାନ ସୁବିଧା ହେଇଗଲା। ଏବେ ମନ୍ଦିରର ଜଷ୍ଟ ପଛଆଡ଼େ ଗୋଟେ ବ୍ରିଜ୍ ତିଆରି ହେଉଛି ତେଲ ନଦୀ ଉପରେ। ଆଜ୍ଞା ଆଉ ଏ ମନ୍ଦିରଟା ଆମର ଏଇ ଧବଳେଶ୍ୱର ବାବାଙ୍କର ପୀଠଟା ଦୁଇଟା ନଦୀର ସଙ୍ଗମରେ ଅଛି। ଗୋଟେ ହେଉଛି ତେଲ ନଦୀ, ଆଉ ଗୋଟେ ହେଉଛି ଉଟେଇ ନଦୀ। କିନ୍ତୁ ପ୍ରକୃତରେ ଏଇ ତେଲ ନଦୀର ନାଁ ହେଉଛି, ଉଟେଇ ନଦୀର ନାଁ ହେଉଛି ଉତ୍କଳ, ଆଉ ଏଇଟା ହେଉଛି ତିଳୋତ୍ତମା। ତିଳୋତ୍ତମାଟା ଅପଭ୍ରଂଶ ହେଇକି ତେଲ ନଦୀ ଆଉ ଉଟେଇ ନଦୀ ହେଇଛି। ତାର ସଙ୍ଗମ ସ୍ଥଳରେ ବାବାଙ୍କର ଏଇଟା ଅଷ୍ଟଶମ୍ଭୁ ସପ୍ତମାତୃକା ପୀଠ ଅଛି। କିନ୍ତୁ ଏବେ ଯଦି ଆପଣ ଉନ୍ନତି କଥା ଚାହୁଁଛନ୍ତି, ବର୍ତ୍ତମାନ ତାର ଏକଦମ ଇମିଡ଼ିଏଟ୍ ମନ୍ଦିର ରିକ୍ୱାରମେଣ୍ଟ ହେଉଛି ଗୋଟେ ବାଡ଼ା। ଯେହେତୁ ଏଇଟା ବନ୍ୟାଞ୍ଚଳ, ସବୁବେଳେ ବନ୍ୟା ହେଉଛି ବାଡ଼ା
ଭାଙ୍ଗି ଯାଉଛି ଆଗରୁ ମୁସଲମାନ ବାଡ଼ା ହେଇଥିଲା ଭାଙ୍ଗିଗଲା କିନ୍ତୁ ଏଇନେ ଯଦି ତା ଚାରିଆଡ଼େ କଂକ୍ରିଟ୍ ବାଡ଼ା ହେଲା ତାହେଲେ ମନ୍ଦିର ଆହୁରି ସୁରକ୍ଷିତ ହେବ। सोमेश्वराय शिव सोमेश्वराय हर हर भोले नमः शिवाय सोमेश्वराय शिव सोमेश्वराय हर हर भोले नमः शिवाय ओम नमः शिवाय ओम नमः शिवाय हर हर भोले नमः शिवाय शिवाय ओम नमः शिवाय हर हर भोले नमः शिवाय ओम नमः शिवाय ओम नमः शिवाय हर हर भोले नमः शिवाय शिवाय ओम नमः शिवाय हर हर भोले नमः शिवाय विश्वेश्वराय शिव विश्वेश्वराय 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 हर हर भोले नमः शिवाय ओम नमः शिवाय ओम नमः शिवाय हर हर भोले नमः शिवाय शिवाय ओम नमः शिवाय हर हर भोले नमः शिवाय शिवाय ओम नमः शिवाय हर हर भोले नमः शिव हर हर भोले नमः शिवाय सोमेश्वराय शिव सोमेश्वराय আচ্ছা ভাই আপন কেন আইছন? ମୁଇଁ ଭୁବନେଶ୍ୱରରୁ ଅଛି ଆଜ୍ଞା। ଆଚ୍ଛା এটা প্রথম তোর আইছন কি আগুরু বি আসছিল? ମୁଇଁ ବହୁତ ଥର ଆସି ଆଜ୍ଞା ଏଇ ବେଲଖଣ୍ଡିରେ। আচ্ছা তো দুসরা মন্দির বেলখন্ডি মন্দিরটা কেনতা অলগা? ବେଲଖଣ୍ଡି ମନ୍ଦିରରେ ମୋତେ ବହୁତ ପ୍ରାୟ ଭଲ ଲାଗ୍ସି। ହଁ। କାହିଁକିନା ସବୁବେଳେ ଲୋକମାନେ ବହୁତ ପ୍ରାୟ ନା ଆସନ୍ ସେ ଲାଗି ନା ଗହଲି ଲାଗାର ବି ନା ଅଧିକାଂଶ ବର୍ଷ আচ্ছা তো আপন বুলবার কাজে আইছন কি এতে ভক্তি ভাবে আইছন? ମୁଇଁ ଭକ୍ତି ଭାବେ ବି ଆସି ଆଜ୍ଞା ବୁଲବାର ଲାଗି ବି ଆସି আচ্ছা ପ୍ରାୟ ଏମିତି। তো এই মন্দিরটা কাଣା কাଣା টিকে হেলে আর টিকে ভলেতা বলি কিনা আপন ভাবুছেন? ମନ୍ଦିରରେ ଯେନ୍ଟାକି ଆଜ୍ଞା ତଥାପି ତ ଭଲ ତ ପ୍ରାୟ ହେଇଯାଇଛି ଆର୍ ଟିକେ ଯେନ୍ଟା ଯଦି ଆର୍ କେନ କାଣା କାଣା ସିନ୍ ଫିନ୍ ଟିକେ ହେତା ପାର୍ ପାର୍ ବୋଲେ হুম। ଆର୍ ଟିକେ ଭଲ ଲାଗତା ଆଜ୍ଞା। ধন্যবাদ।
ଆପଣଙ୍କର ପରିଚୟ ଟିକେ ଦେବେ। ଓମ୍ ନମୋ ଶିବାୟ। ମୁଁ ମହେଶ୍ୱର ବାରିକ ବେଲଖଣ୍ଡି ମୋ ଘର। ମୁଁ ଟ୍ରଷ୍ଟର ଜଣେ ସଭ୍ୟ। ଆଉ ସେ ଆଗରୁ ଆମ ପ୍ରାୟ ବହୁତ ଦିନରୁ ଠାକୁରଙ୍କ ସବୁ ପୂଜାପାଠ ଅନେକ ଦିନରୁ ଲାଗି ଆସିଛି। କାହିଁ ପୂର୍ବପୁରୁଷ ଲୋକମାନେ ଆମର କହିବାଟା 10 ଖ୍ରୀଷ୍ଟାବ୍ଦ ଠାରୁ ଆରମ୍ଭ ହେଇକରି ଚାଲି ଆସିଛି। ବନ୍ୟା ପ୍ରକୃତି ଅଞ୍ଚଳ ବୋଲିକରି ତାପରେ କିଛିଟା ନେତାମାନେ ବା ଆମ ପରିଚାଳିତ ବୋର୍ଡ଼ର ଟିକେ ଅସହଯୋଗତା ହେବା ଦ୍ୱାରା ଏ ପର୍ଯ୍ୟଟନ କ୍ଷେତ୍ରଟା ସମ୍ପୂର୍ଣ୍ଣ ରୂପେ ଟିକେ ପ୍ରଭାବିତ ନାଇଁ ହେଇପାରବା। ତଦ୍ୱାରା ସରକାର ଦୃଷ୍ଟିଗୋଚର କରବା ଯଦି ଆଉ ସମସ୍ତଙ୍କର ସହାନୁଭୂତି ରହିବା ତଦ୍ୱାରା ଏ ଅନୁଷ୍ଠାନଟା ବହୁତ ଭଲ ରହିବା। ମୁଖ୍ୟତଃ ଆମ କପିଳେଶ୍ୱର ମହାପ୍ରଭୁ ମା ସିଦ୍ଧେଶ୍ୱରୀ ଗୌରୀ ତଦ୍ୱାରା କପିଳେଶ୍ୱର ପ୍ରଭୁ ଜଳେଶ୍ୱର ବାବା ଅର୍ଦ୍ଧେଶ୍ୱର ବାବା ଅଷ୍ଟଶମ୍ଭୁଙ୍କର ମନ୍ଦିର ଅଛି। ସପ୍ତ ମାତୃକା ମନ୍ଦିର ଅଛି। ଏ ହିସାବରେ ଖାଲି ରକ୍ଷଣାବେକ୍ଷଣ ପାଇଁ ଏ ଶୃଙ୍ଖଳା ରହିବା ଦ୍ୱାରା ଆମର ଏ ଅନୁଷ୍ଠାନଟା ଅତି ନେଇ ଉଠିବା। ତଦ୍ୱାରା ଆପଣମାନଙ୍କ ସହଯୋଗ ବା ଲୋକପ୍ରତିନିଧି ସହଯୋଗରେ ଯଦି ସହାନୁଭୂତି ରହେ ତାହେଲେ ଆମର ଆଗକେ ଆଗକେ ବହୁତ କିଛି କଳାହାଣ୍ଡିର ବା ପଶ୍ଚିମ ଓଡ଼ିଶାର ଗୋଟେ ମୁଖପାତ୍ର ଜାଗା ଭଲ ହେଇପାରେ।